ବୋପା ଖିଲ ଇଏ ତ ଇଏ ଆଷାଢ଼ ମାସ ମନ୍ଦା ଫଳିଲା ପରି ବହୁ ପିଲାମାନେ ବହିଛନ୍ତି। ବୋପା ଖିଲ କେତେ ଏ ଆଣ୍ଟ ଆଣ୍ଟୁକିରେ କେତେ ବାଟ ବହିଛନ୍ତି କିଲା। ଆଲେ ଏଠିକି ବହୁ ପିଲା କାହିଁ ମୁହଁରେ ନୁଗା ପକେଇ ଦେଇକି ଖାଲି ଡାକୁଟାକୁ ଡଖଉଥବ ଆଣ୍ଟ ଏତେ ହଉଲ ମୋରି ବହୁ ପିଲା ହଉ ମସଲା ହ୍ୟାଲୋ ଆଇ ବୋଲା ଆଲୋ ନମସ୍କାର ନମସ୍କାର। ତୁ ବାଡ଼ିପଡ଼ା କୋଉ ପଟେ କାର ବର୍ଷ ହଉଛୁ କିରେ ଏ 18 ବର୍ଷିଆ ଆରେ କୋଉ ପଟେ ଯେ ଆଉ ଭଲ କଲ୍ୟାଣ କରୁଛୁ ଆଲୋ ମୁଁ ତ ଦେଖୁନି କଲ୍ୟାଣ କଣ ଦେବି ତତେ କାକୁଡି କଣ ଦେବି। ହଉ ଏ ପାଟକୁ ଟିକେ ମୋଡ଼ି ଯାଉନୁ। ରହ ମୋଟା କଣ ବୟସ ଦେଖା ଦୃଷ୍ଟି ଶକ୍ତି ହରିଲା ପେଟ ପିଠିଏ ନାଖିଲା ପରା ପ୍ରକାଶ ହ୍ୟାଲୋ ଭଲ ଟିଏ ତୁ ତ ଭଲ ଦାନ୍ତଟେ ରଖଉଛୁ ଆଉ କଣ ଗୋଟା କହିଲୁ କାର ନା ବସ ଆଲୋ ନମସ୍କାର ହେଲି ଆଉ କଣ ହଉଲା ଭଗବାନ ମଙ୍ଗଳ ରଖନ୍ତୁ ରାଣ୍ଡ ଆଠକୁ ତ ମାଇପକୁ ରାଣ୍ଡ କରୁ ହଲୋ ଭଲ କଲ୍ୟାଣ କରୁଛୁ ଆଉ କଣ ଆଲୋ ମୋ କଣ ବୋଉ ପିଲା ରାଣ୍ଡ ହେଇ ନାଇଲ ମୋ କଲ୍ୟାଣରେ କିଏ ପାଚିଲା ବେଳରେ ଇୟା ନାଇଁ କିଏ ହିନ୍ଦୁର ନାଇଁ ହଉଲା ଆଇ ତୋ ଦେହ ଭଲ ଅଛି ଟି ନାତି ତୋ ବୋହୁ ପିଲା ଟିକେ କଣ ଅଛି ଆଗେ କହ ଆଲୋ ବୋହୁ ପିଲାର ମୋର ଭାରି କଲି କଜିଆ କଳି କଜିଆ ହଁ କଣ ଛାଡ ପତ୍ର ହବ କିରେ ଆଲୋ ଯୋଉ ସୁଭଦ୍ରା ଯୋଜନା ପାଇଲା ସିଏ କହୁଛି ମୁଁ ଗୋଟେ ବଡ ମୋବାଇଲ କିଣିବି ଆଲୋ ରାଣ୍ଡ ମାନଙ୍କୁ ସେଇ ଯୋଜନା ଖାଇଛି ଇଏ ନିଆ ନାଗା ସରକାର କି ଯୋଜନା ବାହାର କଲା ଆମେ ବୁଢୀ ହେଲାଣୁ ଆମ ପାଚିଲା ବାଳ ଇହା ହେଲାଣି ଆମକୁ ଭତ୍ତା ନାହିଁ ଇଏ ରାଣ୍ଡ ମାନଙ୍କୁ ଗୋଟେ ଭ୍ୟାନିଟି ଧରେଇକି ବ୍ଲକ ଛାଡିକି ସୁଭଦ୍ରା ଯୋଜନା ହ୍ୟାଲୋ ଆଇ ପାନ ଖାଇବୁ ମୋ ନାଟ୍ୟଟା ଭଲ ନାଟ୍ୟଟା ହଉଲ ତୋ ମାଇପକୁ ଆଗେ ରାଣ୍ଡ କରନ୍ତି ଏ ପାନ ଖାଇଟା ପରା ବାଡ଼ି ଖାଇକୁ ତତେ କିଏ କରଉଥିଲା ତତେ କିଏ ନାଟିଆ ଇଏ ରାଣ୍ଡ ମାନଙ୍କୁ ସୁଭଦ୍ରା ଯୋଜନା ଆଉ ଆମ ମାନଙ୍କୁ ପାଚିଲା ଇଏ ନାଚିଲାଣି ଆମକୁ କିଛି ନାହିଁ ଇଏ ନାଟିଆ ମୋ ପିଲାମାନେ ନାତି ନାତୁଣୀ କେମିତି ଅଛନ୍ତି ପିଲାଙ୍କର ଗୋଟେ ଦେହର କୁଣ୍ଡିଆଣି ହେଇଯାଇଛି କାହିଁ ତୁ ଯାଦୁ କଲମ ଲଗଉନୁ ଆରେ ନାଟିଆ ଗୋଟେ ବାଟ ବଟେ ବି କୁଣ୍ଡିଆଣି ସଫା ମରିଯିବ କହୁନୁ ପୁରା ଗଲୁ ମରିଯିବ ନୂଆ କଥା ଟିକେ କହ ଆରେ ଇଏ ଭୁଇଁ ନିବ ଆଣିବୁ କଲରା ପତ୍ର ଆଣିବୁ ସେଥିରେ ଦାନାଦାର ମିଶେଇକି ବାଟିକି ତ ପିଲାଙ୍କୁ ଦେଇଦେବୁ ତାହେଲେ ମୁଁ ଯାତ୍ରାରୁ ଗଲେ ସେଇଆ କରିବି ଏକଦମ ଗଲୁ ମରିଯିବ କୁଣ୍ଡିଆଣି ଭଲ କହିଛୁ ଠିକ କଥା ନାଟିଆ କାହିଁ କହୁଛ ମୋ ଦେହ ତ ଗଲୁ ହେଇଗଲାଣି ମୁଁ କଣ କହିବି ତୋର କଣ ହଉଛି ମୋ ଦେହ ଏମିତି ରୋଗ ଖାଇଲାଣି ମତେ କେତେ ନିଆନାକ ଭଲ ହଉନି କଣ ତୋ ଟିଭି ହେଇଯାଇଛି ନା କଣ ନାଇଁ ଟିଭି କାହିଁ ହବ ନାଟିଆ ରୋଗ କଥା କହିଲେ ଗୌରଚନ୍ଦ୍ରପୁରରେ ଗାଁରେ ଗାଣ୍ଡି ଟେକି ବାଟ ଚାଲି ପାରିବୁନି କଣ କଣ ଏତିକି ବଡ ରୋଗ ହଉଛି ଆଲୋ ସେ ରୋଗଟା କଣ କହୁନୁ କଣ କହିବି ନାଟିଆ ଏବେ ଯୋଉ କାହାଲିଆ ପାଗ ଲଘୁଚାପ ହଉଛି ଧନରେ ତଳୁ ଉଠଉଛି ଉପରୁ କାଟୁଛି ଆଲୋ ସେଇଟା କି ରୋଗ କହୁନୁ ନାତି ଇଏ ଯୋଉ ମେଘ ଟିକେ ପଡିଗଲେ ଥଣ୍ଡାଳିଆ ଲାଗୁଛି ସେ ତ ଶ୍ୱାସ ଗାଞ୍ଜି ପକଉଛି ତଳ ଆଡୁ ଉପର ଆଡୁ ବେଲି ପକଉଛି ଆଲୋ ଚେନରା ସାରଙ୍କ ପାଖକୁ ଯାଉନ କୋଉ ସାରେ ଚେନରା ସାରେ ଚାନ୍ଦପୁର ଟିଭି ହସ୍ପିଟାଲରେ ଅଛନ୍ତି ଚେନରା ମାନେ ଚେନରା ନା ଚିନି ଯେ ବାଡି କିଆ ଆଲୋ ଚେନରା ସାରେ ତୋରିଠୁ କଥା ଶିଖିବି ମୁଁ ଆଲୋ କେତେ ଛେନେରା ଗଲେଣି କୋଉ ରୋଗ ଭଲ ହଉନି ନା ତ ଚାନ୍ଦପୁର ମେଡିକାଲ ଶେଷ ମୋ ପାଇଁ ଆଲୋ ଗୋଟେ ଉପାୟ କରିବୁ କି କୋଇ ରୋଗ ଭଲ ହବ ରାମଚଣ୍ଡୀ ଗାଁରେ ଔଷଧ ଦେବା ବାଡି ଠାକୁର ଆସିକା ପଟି ତୁ ଗୋଟେ ନମ୍ବର ଆନ ଦଉନୁ ତୋ ମାଇପକୁ ନେଇକି ପିଆଇବି ମୋ ବୟସ କେତେ କହୁଛି ଆସିକା ପଟି ନାଟିଆ ସେ ତ କହିଲାଣି ଆସିକା ବଟି ତୁ କୋଉ ଆଉ ଫଟି ନ ଦେଇକି ମତେ ଯଦି ବିତାୟ କହିବୁ କହିବି ଆଚ୍ଛା ଗୋଟେ ବଡ ହଣ୍ଡାଟା ଆଣିବୁ ଯୋଉ 22 ନଉତିଆ ହଣ୍ଡାକିରେ ତାପରେ ପାଣି ଫୁଲ କରିଦେବୁ ଆଉ କିଛି ଚେରମୁରି ପକେଇବିନି କିଛି ନାହିଁ ଖାଲି ଚୁଲିରେ ବସେଇବୁ ଚୁଲିରେ ବସେଇଲି ପାଣି ଗରମ କରି ଚୁଲିରେ ବସେଇବି ତାପରେ କଣ କରିବି ଆରେ ବାଡି ଖା କହୁନୁ ଚେରମୁଳି
ତାକୁ ଚୁଲି ଜାଳ ଦବୁ ଭଲ କି ହଁ ବାଳ ଦେବି ହଁ ଡାଳ ଦେବି ହଁ 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 ଟକମକ ହେଇକି ପାଣି ଯେମିତି ଫୁଟିବ ପାଣି ଫୁଟୁଥବ ତାପରେ କଣ କରିବି ଆଖି କାନ ଟିକେ ବନ୍ଦ କରିଦବୁ ହଁ କଲି ସେଇଥିରେ ପଡିଯିବ ହଇରେ ବାଡ଼ି ଖିଆ ଏ ଅଧା ବର୍ଷକୁ ଦେଖଲ କହୁଛି ଗରମ ପାଣି ହଣ୍ଟାଟା କରିକି ତମେ ହେଇଥିରେ ବୁଡ଼ିକି ମରିବ ହଇରେ ବାଡ଼ି ଖିଆ ଏ ପ୍ରକାଶ ତୋ ରୋଗ ଭଲ ହବ ତ ମାଇପର ଆଣ୍ଟୁକୁ ନଉନୁ ତୋ ନାଲି ଚମଡ଼ା ବାହାରି ପଡିବ ତୋରି ମାଇପର ବାହାରିଯିବ ଯେ ବାଡ଼ି ଖିଆ ଆଫଗାନିସ୍ତାନ ମାଇକ ନିଆ ବି ଦେଖାଯିବ ନାଲି କଚ କଚ ଏ ବାଡ଼ି ଖିଆ ଏ ପାରା ଖାଇ ତୋ ମା ଖାଉଥିଲା ତୁ ଖାଉଥିଲୁ ତୋ ପିଇସି ଖାଉଥିଲା ତୁ ଯୋଉ ହବିଷ କରୁଥିଲୁ ସେଇଥିରେ ଖାଇଥିଲୁ ତୋ ମା ରାଣ୍ଡା ଖାଉନଥିଲା ତୋ ମା କାଚ ନାହିଁ ବାଡ଼ି ଖିଆ ଏ ପାରା ଖାଇ ଇଏ ଡାକୁ ଚକିଆ ରେ ପାରା ଖାଇ ଏ ବାଡ଼ି ଖିଆ ଏ ରହିଜଳା ମାନ କର ଆଚ୍ଛା ଏ ବାଡ଼ି ଖିଆ ମାନ କର ତୁମ ମୁହଁରେ ଇଏ ଏତା ମୁହଁରେ ନିଆଁରେ ପାରା ଖାଇ ମତେ ଯେ ଡାକିବ ବୁଢ଼ୀ ଦାନ୍ତକୁ ଦେବି ଉପାଡ଼ି ଦାନ୍ତକୁ ଦେବି ନନ୍ଦରାଜାକୁ କହି ନାଟି ଦାଣ୍ଡେ କରାଇ ବିଠିଆରେ ପାରା ଖାଇ ନାଟି ଏତେ କଥା ଛାଡେ ମତେ କିଏ ଡାକୁଥଲ କହିଲ ତମକୁ ନନ୍ଦ ମହାରାଜା ଡାକୁଥିଲେ ମଲା ତମେ ପଡିଯା ତମ ନନ୍ଦ ମହାଶୟ ପଡୁ ହଇଏ ସେ ମତେ ଡାକୁଥିଲେ ଏ ରଜକୁ କଣ ଭଲ ପାନ ଫାନ ଦେବେ ଆଲୋ ଶେଷ ରଜ ମତେ ତା କଥା କହନି ଆଉ ସେ ବାଡ଼ିଖିଆଟା ଭଲ ଲୋକଟା ନୁହଁ କାହିଁକି ତା ବାଡ଼ିଖିଆ ପେଟ ଆଡ଼ିକି ବଡ ତା ବାଳ ପାଚିକି ପଡ଼ିଲାଣି ନାହିଁ ହଁ ପରା ଭଲ ପାଉଛନ୍ତି ଭଲ ପାଇଲେ କଣ ହବ ନାତି ଏ ଧନମାଳି ଏ ଧନମାଳି ମତେ କିଏ ସେ ଡାକୁଚରେ ମୁଁ ତ ନ ଯାଏ ନନ୍ଦର ଘର ଥଣ୍ଟଲା ପେଟକୁ ବାଚିଲା ବେଳକୁ ନାତି ଏ ଥଣ୍ଟଲା ଭଲ ତୁ ହଁ କରୁଛୁ ଏ ଥଣ୍ଟଲା ପେଟକୁ ବାଚିଲା ବେଳକୁ ଏ ଦେଖି ମାରୁଥାଇ ଡର ଘରକୁ ଆସିଲା ବେଳକୁ ଆଣିଥିଲି ଗରା ଗରୁ କୁମ୍ଭାର ସାହିରୁ ଗଢି ଆଣିଥିଲି ଜିନିଷଟା କଣ କହୁନା ଗୋସାଇଁ ତ ମାଇପ ପାନ ବଟୁଆ ମାନେ ହେଲେ ବାଡ଼ିଖିଆ କହୁଛି ମାନେ ହଇରେ ଇଏ କୁମ୍ଭାର ସାହିରୁ ଗଢି ଆଣିଥିଲି ये 2 पैसार घरे मोर अनेक संपत्ति कपा मंजी हांडी धान चषुई 6टा ओलिया नाती ये धान चषुई 6टा ओलिया हेटी 9टा पत्थर ये बापा घरे मोर कुबेर समार किस कहबी मुड
ଖାଉ ଆଚ୍ଛା ନାତି ହ୍ୟାଲୋ ଆଇ ପୁଅ ତୁ ଗାଈ ନା ପଣ୍ଡା ନା ବଳଦ ବାରିଖା ପୁଅ ମଲା ଘଇତା ମଲା ରାଣ୍ଡି ହେରି ଆଉ କଣ ହେବି ଯେ ହ୍ୟାଲୋ ତୁ ବୋପାର ଅନେକ ସମ୍ପତ୍ତି ତୁ ପଥର କୁଣ୍ଡରେ ଭାତ ଖାଉଛୁ ଆଉ ବେଳ ନାଇଁ ରେ ପୁଅ ସେ କଥା କହନି ମତେ ମୋ ବେଦନା ଫାଟି ପଡୁଛି ହଁ ନାତି ହଁ। ଏ ପଥର କୁଣ୍ଡରେ ଭାତ ଖାଉ ଖାଉ ତାପରେ ଏ ଦିନ ସରିଗଲା ମୋର ନାନ୍ତି ନାତି ଆଉ ହବନି ଆଉ ନା ଏ ତ ଇଏ ନାତି ସେ କଥା ଛାଡେ ଦେ ମୁଁ ଗୋଟେ ମୂର୍ତ୍ତି ଥାନ୍ତି ମତେ ପଇସା ମାଇଲେ ହ୍ୟାଲୋ ଆଇ ପୁଅ ତୋର କଣ ଏମିତି ହଉଛ ଆଲୋ ମତେ ପଶା ପଡା ହଉଥିଲା ନନା ନାହିଁ କରୁଥିଲେ ଗୌରଚନ୍ଦ୍ର ବୋଲି ନନା ଆଉ ଟିକେ ରହିଯା ଏଇଠି ନାତି ହଁ ସେ ଜାଗା ଦେଖୁନ ମୂର୍ତ୍ତି ପକେଇ ନାଇଁ ନାଇଁ ତୁ ଟିକେ ରହିଯା ମୁଁ ନନ୍ଦ ମହାରାଜଙ୍କୁ ଡକେଇ ଦଉଛି ଡାକେ ଡାକେ ମୁଁ ଅନେଇଛି ତାକୁ ନହେଲେ ଅନେଇକି